ସୀମାନ୍ତ ଜଙ୍ଗଲରେ ବେଆଇନ ଗଛକଟା। ନବରଙ୍ଗପୁର ଜିଲ୍ଲା ଏବଂ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ଜଙ୍ଗଲରୁ ବେଧଡ଼କ ଗଛକଟା ଚାଲିଥିବା ବେଳେ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। ଯେଉଁ ସବୁ ବୃହତ ଜଙ୍ଗଲ ଥିଲା ସେଠି ଅନେକ ଜୀବଜନ୍ତୁ ନିରାପଦରେ ଆଶ୍ରୟ ନେଇ ରହୁଥିଲେ। ପୂର୍ବରୁ ବନ ବିଭାଗରେ କାର୍ଯ୍ୟରତ 2 ଜିଲ୍ଲାର କର୍ମଚାରୀଙ୍କ ଦୃଷ୍ଟି ମଧ୍ୟ ଏହିସବୁ ସୀମାନ୍ତ ଅଞ୍ଚଳ ପ୍ରତି ଅହରହ ରହୁଥିଲା। କିନ୍ତୁ ବର୍ତ୍ତମାନର କିଛି ବନ ବିଭାଗ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଧୀରେ ଧୀରେ ଜଙ୍ଗଲ ଖାଲି ହେବା ସହ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବାରେ ଲାଗିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂତନ ବନୀକରଣ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ବନ ବିଭାଗ କର୍ମଚାରୀ ଓ ଜଙ୍ଗଲ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବହୁ ମୂଲ୍ୟବାନ ଗଛ ଯଥା ଶାଗୁଆନ, ଶାଳ, ପିଆଶାଳ ଏହିଭଳି ବହୁ ମୂଲ୍ୟବାନ ଗଛ ସବୁ ଦିବାଲୋକରେ ଉଭାନ ହୋଇଥିବା ଦେଖିବାକୁ ମିଳିଛି। ଉପରିସ୍ଥ ଅଧିକାରୀଙ୍କ ଛତ୍ରଛାୟାରେ କେତେକ ବନ ବିଭାଗର କର୍ମଚାରୀ ଦୀର୍ଘଦିନ ଧରି ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥଳରେ ରହି ବେପରୁଆ ମନୋଭାବରେ କାହାକୁ ଭ୍ରୁକ୍ଷେପ କରୁନଥିବା ଦୃଷ୍ଟିଗୋଚର ହେଉଛି। ଅଞ୍ଚଳର ଗୌଡ଼ ଦେଓପାଲି, ଚଳିଖୁଣ୍ଟି, ଲମତାଗୁଡ଼ା ପଞ୍ଚାୟତର ଅନେକ ସରକାରୀ ଅନୁଦାନ ନୂତନ ବନୀକରଣ ନାଁରେ ଜଙ୍ଗଲ ବିଭାଗ ପକ୍ଷରୁ ହୋଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱର ଅବହେଳା କାରଣରୁ କେଉଁଠି ବାଉଣ୍ଡ୍ରିର କେବଳ ଖୁଣ୍ଟ ତ ଆଉ କେଉଁଠି ତାରବାଡ଼ ବୁଣା ହୋଇନାହିଁ ତ ଆଉ କେଉଁଠି ଲଗାଯାଇଥିବା ଗଛ ପାଣି ନ ପାଇ ମରିବାରେ ଲାଗିଛି। ଏହିଭଳି ଭାବରେ ଅନେକ ସ୍ଥାନରେ ଅବହେଳାର ଦୃଷ୍ଟାନ୍ତ ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗର ଛତ୍ରଛାୟା ତଳେ ରହୁଥିବା ଯୋଗୁଁ ସରକାରୀ ଅର୍ଥର ସୁବିନିଯୋଗ ହୋଇପାରୁନଥିବା ଚର୍ଚ୍ଚା ଜୋର ଧରିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ନବରଙ୍ଗପୁର ଗୋବିନ୍ଦ ତ୍ରିପାଠୀଙ୍କ ରିପୋର୍ଟ, ଜନନୀ ଟିଭି।